58 ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଲେ ବାବର ଆଜମ, କିନ୍ତୁ ତଥାପି 90 ରନ୍ର ବିଶାଳ ପରାଜୟ ଶେଷରେ ମାଟି କାମୁଡ଼ିଲା ପାକିସ୍ତାନ। ଏହି ମ୍ୟାଚ୍ରେ ବାବର ଏକା ଲଢ଼ୁଥିବା ବେଳେ ବାକି ସମସ୍ତେ ବ୍ୟାଟର କାହିଁକି ସମ୍ପୂର୍ଣ୍ଣ ଫେଲ୍ ହୋଇଗଲେ? କେମିତି ୱେଷ୍ଟଇଣ୍ଡିଜର ବୋଲରମାନେ ପାକିସ୍ତାନର ବ୍ୟାଟିଂ ଲାଇନ୍ଅପ୍କୁ ଧ୍ୱଂସ କରିଦେଲେ? ଆଉ ସେଇ ଗୋଟିଏ ଭୁଲ କ'ଣ ଥିଲା ଯାହା ପରେ ପାକିସ୍ତାନର ହାର ପ୍ରାୟ ନିଶ୍ଚିତ ହୋଇଯାଇଥିଲା? ଆଜିର ଭିଡ଼ିଓରେ ଆମେ ମ୍ୟାଚ୍ର ପ୍ରତ୍ୟେକ ବଡ଼ ଟର୍ଣ୍ଣିଂ ପଏଣ୍ଟକୁ ବିଶ୍ଳେଷଣ କରିବୁ। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଶେଷରେ ଆପଣଙ୍କୁ କହିବୁ କାହିଁକି ଏହି ପରାଜୟ ପାକିସ୍ତାନ କ୍ରିକେଟ ପାଇଁ ବଡ଼ ସତର୍କ ସଂକେତ। 58 ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଲେ ବାବର ଆଜମ, କିନ୍ତୁ ତଥାପି 90 ରନ୍ରେ ହାରିଗଲା ପାକିସ୍ତାନ। କ୍ରିକେଟ ଇତିହାସରେ ଅନେକ ଥର ଏମିତି ହୋଇଛି ଯେଉଁଠାରେ ଜଣେ ବ୍ୟାଟର ଲଢ଼ିଥାନ୍ତି କିନ୍ତୁ ସମ୍ପୂର୍ଣ୍ଣ ଟିମ୍ ଭାଙ୍ଗି ପଡ଼ିଥାଏ। ଆଜିର ମ୍ୟାଚ୍ ଠିକ୍ ସେହିପରି ଥିଲା। ବନ୍ଧୁଗଣ, ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ 311 ରନ୍ କରିଥିଲା, ଜବାବରେ ପାକିସ୍ତାନ 282 ରନ୍ କରି ପଛରେ ପଡ଼ିଯାଇଥିଲା। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ 181 ରନ୍ କରି ପାକିସ୍ତାନ ସାମ୍ନାରେ କଠିନ ଲକ୍ଷ୍ୟ ରଖିଥିଲା। ସମସ୍ତଙ୍କ ଆଶା ଥିଲା ବାବର ଆଜମଙ୍କ ଉପରେ, କିନ୍ତୁ ଆରମ୍ଭରୁ ହିଁ ପାକିସ୍ତାନ ଝଟକା ଖାଇବାକୁ ଲାଗିଲା। ଆଜାନ ଆୱେସ୍ ମାତ୍ର 3 ରନ୍ କରି ଆଉଟ୍ ହୋଇଥିଲେ। ଇମାମୁଲ ହକ୍ ମଧ୍ୟ 3 ରନ୍ରେ ପ୍ୟାଭିଲିୟନ୍ ଫେରିଥିଲେ। ସଲମାନ ଆଗା ଖାତା ମଧ୍ୟ ଖୋଲି ପାରିଲେ ନାହିଁ। ସେହି ମୁହୂର୍ତ୍ତରେ ସମସ୍ତଙ୍କ ଚାପ ବାବରଙ୍କ କାନ୍ଧ ଉପରେ ପଡ଼ିଗଲା, କିନ୍ତୁ ଆଗକୁ ଯାହା ହେଲା ତାହା କେହି କଳ୍ପନା ମଧ୍ୟ କରିନଥିଲେ। ବାବର ଆଜମ ଗୋଟିଏ ପଟରୁ ଧୈର୍ଯ୍ୟର ସହିତ ବ୍ୟାଟିଂ କରୁଥିଲେ। ସେ ଖରାପ ବଲ୍କୁ ବାଉଣ୍ଡରୀ ପଠାଉଥିଲେ ଏବଂ ଭଲ ବଲ୍କୁ ସମ୍ମାନ ଦେଉଥିଲେ। ଏପରି ସମୟରେ ମହମ୍ମଦ ରିଜୱାନଙ୍କ ଉପରେ ସମସ୍ତଙ୍କ ଆଶା ଥିଲା, କିନ୍ତୁ ରିଜୱାନ ମାତ୍ର 11 ରନ୍ କରି ଆଉଟ୍ ହୋଇଗଲେ। ତାପରେ ଆମିର ଜାମାଲ ମଧ୍ୟ 0ରେ ଆଉଟ୍ ହୋଇଥିଲେ। ଏଠାରୁ ମ୍ୟାଚ୍ ସମ୍ପୂର୍ଣ୍ଣ ୱେଷ୍ଟଇଣ୍ଡିଜ ପକ୍ଷକୁ ଚାଲିଗଲା। ଜଷ୍ଟିନ୍ ଗ୍ରିଭ୍ସ, ଜେଡେନ୍ ସିଲ୍ସ ଏବଂ କେମାର ରୋଚ୍ ମିଶି ପାକିସ୍ତାନର ବ୍ୟାଟିଂକୁ ଧ୍ୱଂସ କରିଦେଲେ। ପ୍ରତ୍ୟେକ ୱିକେଟ୍ ସହିତ ପାକିସ୍ତାନର ଆଶା ମଧ୍ୟ ଶେଷ ହେବାକୁ ଲାଗିଲା, କିନ୍ତୁ ବାବର ତଥାପି ହାର ମାନିନଥିଲେ। ବାବର ଆଜମ 107ଟି ବଲ୍ ଖେଳି 58 ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଲେ। ତାଙ୍କ ଇନିଂସରେ ଥିଲା 9ଟି ସୁନ୍ଦର ଚୌକା, କିନ୍ତୁ ଅନ୍ୟପଟେ କେହି ମଧ୍ୟ ସାଥ ଦେଇପାରିଲେ ନାହିଁ। କ୍ରିକେଟରେ ଜଣେ ଖେଳାଳି ଏକା ମ୍ୟାଚ୍ ଜିତାଇ ପାରନ୍ତି ନାହିଁ। ଏହି ମ୍ୟାଚ୍ ତାହାର ସବୁଠାରୁ ବଡ଼ ଉଦାହରଣ ହୋଇ ରହିଗଲା। ବାବର ଲଢ଼ୁଥିଲେ, କିନ୍ତୁ ଅନ୍ୟମାନେ ଗୋଟିଏ ପରେ ଗୋଟିଏ ଆଉଟ୍ ହୋଇ ଚାଲିଗଲେ। 40.2 ଓଭରରେ ସମ୍ପୂର୍ଣ୍ଣ ପାକିସ୍ତାନ ଦଳ ମାତ୍ର 120 ରନ୍ରେ ଅଲ୍ ଆଉଟ୍ ହୋଇଗଲା, ଆଉ ୱେଷ୍ଟଇଣ୍ଡିଜ 90 ରନ୍ର ଐତିହାସିକ ବିଜୟ ହାସଲ କଲା। ଏହି ପରାଜୟ ପରେ ପାକିସ୍ତାନ ଟିମ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି। କେବଳ ବାବରଙ୍କ ଉପରେ ନିର୍ଭର କରି କେତେ ଦିନ ଦଳ ଚାଲିବ? ଟପ୍ ଅର୍ଡର କାହିଁକି ବାରମ୍ବାର ବିଫଳ ହେଉଛି? ଅନୁଭବୀ ବ୍ୟାଟରମାନେ ଚାପରେ କାହିଁକି ଭାଙ୍ଗି ପଡ଼ୁଛନ୍ତି? ଅନ୍ୟପଟେ ୱେଷ୍ଟଇଣ୍ଡିଜ ପ୍ରମାଣ କରିଦେଲା ଯେ ଟିମ୍ ୱାର୍କ ଥିଲେ ବଡ଼ରୁ ବଡ଼ ଦଳକୁ ମଧ୍ୟ ହରାଯାଇପାରେ। ତେବେ ବନ୍ଧୁଗଣ, ଆପଣଙ୍କ ମତରେ ଏହି ପରାଜୟର ସବୁଠାରୁ ବଡ଼ କାରଣ କ'ଣ? ବାବରଙ୍କୁ ସାଥ ନ ମିଳିବା, ବ୍ୟାଟିଂର ବିଫଳତା, ନା ୱେଷ୍ଟଇଣ୍ଡିଜର ଘାତକ ବୋଲିଂ? କମେଣ୍ଟରେ ନିଜର ମତ ନିଶ୍ଚୟ ଜଣାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପରବର୍ତ୍ତୀ କ୍ରିକେଟ ଅପଡେଟ୍ ପୁଣି ଦେଖା ହେବ। ନମସ୍କାର।